ସାଙ୍ଗମାନେ କେମିତି ଅଛନ୍ତି? ମୁଁ ତ ବହୁତ ବଢ଼ିଆରେ ଅଛି ସାଙ୍ଗମାନେ। ମୁଁ ଆଜି ବହୁତ 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 ଖୁସି ସାଙ୍ଗମାନେ। ଆଉ କିଛି କିଛି ଇମୋସନାଲ୍ ବି ହେଇଯାଇଛି। କ'ଣ ପାଇଁ ମୁଁ ଆଜି ଖୁସି ଆଉ କ'ଣ ପାଇଁ ମୁଁ ଆଜି ଇମୋସନାଲ୍, ମୁଁ ସେ ବିଷୟରେ ଆପଣମାନଙ୍କୁ ନିଶ୍ଚୟ କହିବି। ଆଉ ବର୍ତ୍ତମାନ ପୂଜା ଭିତରେ ସରିଯାଇଛି, ମୁଁ ବର୍ତ୍ତମାନ ବାହାରେ ଅଛି। ଆଉ ମୁଁ ଭଗବାନଙ୍କୁ କହିଥିଲି ଯେବେ ବି ମୋ ଇଚ୍ଛା ପୂରଣ ହେବ, ମନସ୍କାମନା ପୂରଣ ହେବ, ମୁଁ ମନ୍ଦିର ଆସିବି ଆଉ ପୂଜା କରିବି ବୋଲିକି। ତେଣୁକରି ମୁଁ ଆଜି ମନ୍ଦିର ଯାଇଛି ସାଙ୍ଗମାନେ। ଆଉ ସେ କାରଣ କ'ଣ ସେଇଟା ମୁଁ ଆପଣମାନଙ୍କୁ ନିଶ୍ଚୟ କହିବି ପୂଜା ପରେ। ଆଉ ଚାଲନ୍ତୁ, ବର୍ତ୍ତମାନ ଆମର ପୂଜା ସରିଯାଇଛି। ଆଉ ମାଙ୍କଡ଼ମାନଙ୍କ ପାଇଁ ମୁଁ କିଛି ଖାଦ୍ୟ ନେଇ ଦେଇକି ଯାଇଛି। ମୁଁ ଯେବେ ବି ଯାଉଛି ମନ୍ଦିର ମାଙ୍କଡ଼ମାନଙ୍କ ପାଇଁ ଖାଦ୍ୟ ନେଇକି ଯାଉଛି। ମୁଁ ଆଜି ବିସ୍କେଟ୍ 4 ପକେଟ୍ ଆଣି ଦେଇଛି। ଆଉ ସେମାନଙ୍କୁ ମୁଁ ଖାଦ୍ୟ ଦେଉ ଦେଉ ମୁଁ ଆପଣମାନଙ୍କୁ ଷ୍ଟୋରିଟା କହିବି କ'ଣ ହେଇଛି ଆଉ କ'ଣ ନାହିଁ ବୋଲିକି। ଠିକ୍ ଅଛି। ଆଉ ଚାଲନ୍ତୁ ମାଙ୍କଡ଼ମାନଙ୍କୁ ଖାଦ୍ୟ ଦେବା। ଏଇ ଦେଖନ୍ତୁ ବହୁତ ସାରା ମାଙ୍କଡ଼ ଅଛି। ଆଉ ସେମାନଙ୍କୁ ଖାଦ୍ୟ ଦେଉ ଦେଉ ମୁଁ କାହାଣୀଟା କହିବି। ଭିଡ଼ିଓରେ ଲାଷ୍ଟ ଯାଏଁ ରୁହନ୍ତୁ ଆଉ ଦେଖନ୍ତୁ। ଯଦି ଭଲ ଲାଗିଲା ତ ନିଶ୍ଚୟ କମେଣ୍ଟରେ କହିବେ। ଆଉ ଠିକ୍ ଅଛି। ଆଉ ସାଙ୍ଗମାନେ, ମୁଁ ଯେମିତିକି ମୁଁ କହୁଥିଲି ଆଜି ମୁଁ ବହୁତ ଖୁସି ବୋଲିକି। ସେଇ କ'ଣ ହେଇଛି କି ମାନେ ବହୁତ ବର୍ଷର ମୋର ଗୋଟେ ଆଜି ମନସ୍କାମନା ପୂରଣ ହେଇଯାଇଛି ସାଙ୍ଗମାନେ। ଆଉ ତ ସେଇଟା ପାଇଁ ମୁଁ ଆଜି ଖୁସି। ଆଉ ଆଉ କିଛି ଇମୋସନାଲ୍ ବି ହେଇଛି। ଇମୋସନାଲ୍ ମୁଁ ଏଇଟା ପାଇଁ ହେଉଛି କି ମୁଁ ଯେବେ ବି ମାନେ ଭଗବାନଙ୍କୁ ମୁଁ ଯାହା ବି ମାଗିଥାଏ କି ମନସ୍କାମନା ମୋର ଇଚ୍ଛା ପୂରଣ ହେଇଯାଇଥାଏ, ତ ମୁଁ ସଡ଼ନଲି ମୁଁ କେବେ ବି ଖୁସି ହୁଏ ନାହିଁ। ମୁଁ ସଡ଼ନଲି ଖୁସି ହୁଏ ନାହିଁ। ମୋତେ ଡାଇରେକ୍ଟ ମାନେ ଭଗବାନଙ୍କୁ ମନେ ପଡ଼େ ସେଇ ସମୟରେ କି ଭଗବାନ ମୋତେ ଦେଇଛନ୍ତି, ଭଗବାନ ମୋତେ ଆଶୀର୍ବାଦ କଲେ, ମୋ ମାନେ ଇଚ୍ଛା ପୂରଣ କରିଦେଲେ, ଆଉ ଭଗବାନ ମୋ ପ୍ରାର୍ଥନା ଶୁଣିଲେ ବୋଲି ମୁଁ ଡାଇରେକ୍ଟ ମୁଁ ମାନେ ଭଗବାନଙ୍କୁ ସେଇ ସମୟରେ ମନେ ପକାଇଥାଏ। ଆଉ ମୋ ଆଖିରେ ଲୁହ ଆସିଥାଏ ହଠାତ୍। ଆଉ ତେଣୁକରି ମୁଁ କେବେ ବି ଖୁସି ସମୟରେ ଖୁସି ହୁଏ ନାହିଁ। ଆଉ ଡାଇରେକ୍ଟ ମୋ ଆଖିରେ ଲୁହ ଆସିଥାଏ। ତ ମୁଁ ବାସ୍ ସେଇଟା ପାଇଁ ଟିକେ ଇମୋସନାଲ୍ ହେଇଯାଇଛି। କିନ୍ତୁ ଆଉ ସତ ତ ଏଇଟା କି ମୁଁ ଆଉ ଖୁସି ଆଜି। ଆଉ ଭଗବାନ ମୋତେ 10-12 ବର୍ଷର ମାନେ ଇଚ୍ଛାକୁ ମୋର ଆଜି ପୂରଣ କରିଦେଇଛନ୍ତି। ସେଇଟା ପାଇଁ ମୁଁ ଭଗବାନଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି। ଭଗବାନଙ୍କୁ ବାଲା ମୁଁ କ'ଣ ଦେଇପାରିବି। ପ୍ରତ୍ୟେକ ସମୟରେ ପ୍ରତ୍ୟେକ ଟାଇମ୍ରେ ସେ ମୋତେ ସାହାଯ୍ୟ କରିଛନ୍ତି, ମୋତେ ଆଶୀର୍ବାଦ ଦେଇଛନ୍ତି, ମୋ ପ୍ରାର୍ଥନା ସ୍ୱୀକାର କରିଛନ୍ତି। ସେଇଟା ପାଇଁ ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି, କୋଟି କୋଟି ଧନ୍ୟବାଦ ଦେଉଛି। ଆଉ ପ୍ରଭୁ, ପ୍ରତ୍ୟେକ ସମୟରେ ତମେ ମୋ ପ୍ରାର୍ଥନା ଶୁଣିଅଛ, ସେଇଟା ପାଇଁ ମୁଁ ପ୍ରଭୁ ତମକୁ ଧନ୍ୟବାଦ ଦେଉଅଛି ସାଙ୍ଗମାନେ। ଆଉ ମୁଁ ଆଉ କ'ଣ କହିବି, ମୁଁ କିଛି ବି ଆଉ କହିପାରୁନାହିଁ ସାଙ୍ଗମାନେ। ଚାଲନ୍ତୁ ଦେଖିବା ଆଗକୁ। ଇଏ ପୂର୍ଣ୍ଣିମା, ଆକୁ ତ ଚିହ୍ନି ପାରୁଥିବେ। ଆଉ ପ୍ରତ୍ୟେକ ଭିଡ଼ିଓରେ ଯେବେ ବି ବ୍ଲଗ୍ ବନେଇବାର ଅଛି, ଆଉ ଇଏ ଆସୁଛି ମୋ ସହିତ, ମୋର ପାର୍ଟନର୍। ଆଉ ଖାଦ୍ୟ ଦେଉଛି ପୂର୍ଣ୍ଣି। ଦେଖନ୍ତୁ ଏତେ ବଡ଼ ବଡ଼ ମାଙ୍କଡ଼ ଅଛନ୍ତି ଏଇଠି। ଯେବେ ବି ମନରେ ଦୁଃଖ କଷ୍ଟ ଅଛି, ଆପଣମାନେ ଥରେ ଆସନ୍ତୁ ଏହି ମନ୍ଦିରକୁ। ସତରେ ସାଙ୍ଗମାନେ, ଏହି ମନ୍ଦିରରେ ଆପଣମାନେ ମାନେ ଯାହା ବି ମାଗନ୍ତୁ, ସତରେ ମୁଁ ନିଜେ ବିଶ୍ୱାସ କରୁଛି କି ଏହି ମନ୍ଦିରରେ ଆପଣ ଯଦି ମନସ୍କାମନା ରଖିବେ ତ ଭଗବାନଙ୍କୁ କିଛି ଦୁଃଖ ଜଣାଇବେ, ନିଶ୍ଚୟ ପୂରଣ ହେବ। କାହିଁକିନା ଆପଣମାନେ ଜାଣିଥିବେ ଏଇଟା କାକାବୁଡ଼ା ମନ୍ଦିର ମହାସିଂ। ଆଉ ଏଇଠି ଯାହା ବି ମନସ୍କାମନା ମାନେ ମାଗିବେ ଇଚ୍ଛା, ନିଶ୍ଚୟ ଆପଣମାନଙ୍କର ପୂରଣ ହେବ। କାହିଁକିନା ଏଇଟା ମୋର ଫାର୍ଷ୍ଟ ଟାଇମ୍ ନୁହଁ ସାଙ୍ଗମାନେ, ଏଇଟା ମୋର ସେକେଣ୍ଡ ଟାଇମ୍। ଫାର୍ଷ୍ଟ ବି ଥରେ ମୋର ଇଚ୍ଛା ପୂରଣ ହେଇଯାଇଛି। ଏହି ମନ୍ଦିରରେ ମୁଁ ମନସ୍କାମନା କରିଥିଲି। ସେ କାମକୁ ତ ମୁଁ କେବେ ବି ବିଶ୍ୱାସ କରିନଥିଲି କି ମୋର ପୁରା ହେଇଯିବ ବୋଲିକି। ମାନେ ପୁରା ଆଶାଟା ମୁଁ ଛାଡ଼ି ଦେଇଥିଲି କି ମୋର ସେ ମାନେ ଇଚ୍ଛା ମୋର ପୂରଣ ହେଇଯିବ, ସେ ମନସ୍କାମନା ମୋ ପୂରଣ ହେଇଯିବ ବୋଲି ବି କେବେ ବି ମୁଁ ଭାବିନଥିଲି ସାଙ୍ଗମାନେ। କିନ୍ତୁ ମୁଁ ଏଠୁକୁ ଆସିଲି, ଆଉ ପୂଜାରୀ ନନାକୁ ମୁଁ କହିଲି ଏମିତି ଏମିତି ବିଷୟ ବୋଲିକି। ପୂଜାରୀ ନନା ପୂଜା କରିଦେଲେ। ଆଉ ଝିଅ, ନିଶ୍ଚୟ ମନସ୍କାମନା ତମର ପୂରଣ ହେବ, ତମେ ଠିକ୍ ଜାଗାକୁ ଆସିଛ ବୋଲି କହିଲେ। ଫିର୍ ବି ମୋତେ ଜମା ବି ବିଶ୍ୱାସ ହେଉନଥିଲା। ତ ମୋର
ସେଇଟା ତ ବହୁତ ଶୀଘ୍ର ମୋର ମନସ୍କାମନା ପୂରଣ କରିଦେଇଥିଲେ ଭଗବାନ। ମାନେ ବର୍ଷେ 2 ବର୍ଷ ଭିତରେ ଇଚ୍ଛାଟା ପୂରଣ ହେଇଯାଇଥିଲା। ମୁଁ ଏତେ ଖୁସି ହେଇଯାଇଥିଲି। ତ ଏଇଟା ମୋର ସେକେଣ୍ଡ ଟାଇମ୍ ମୋର ଇଚ୍ଛା ପୂରଣ କରିଦେଇଛନ୍ତି ଏଇଟା ଭଗବାନ। ତେଣୁକରି ମୁଁ ମାନେ ଗ୍ୟାରେଣ୍ଟି ଦେଇ କହୁଛି କି ଯଦି କାକାବୁଡ଼ା ମନ୍ଦିରରେ କିଏ ବି ମାନେ ତାଙ୍କର ମନସ୍କାମନା ଭଗବାନଙ୍କୁ ଜଣେଇବେ ନିଶ୍ଚୟ ପୂରଣ ହେବ। ଏଇଠି କେବଳ ମୁଁ କହୁନି, ଏଇଠି ମହାସିଂରେ ସମସ୍ତେ ଲୋକ ଏ ବିଷୟରେ କହୁଛନ୍ତି ସାଙ୍ଗମାନେ। ତ ଆସନ୍ତୁ ଥରେ ଦର୍ଶନ କରନ୍ତୁ ଆଉ ଯିବେ। ମୁଁ ଆଉ କ'ଣ କହିବି, ମୁଁ ଆଉ କିଛି କହିପାରୁନି ସାଙ୍ଗମାନେ। ଦେଖନ୍ତୁ କେତେ ବଡ଼ ବଡ଼ ମାଙ୍କଡ଼ମାନଙ୍କୁ ଖାଦ୍ୟ ଦେଇକି ତ ବହୁତ ଭଲ ଲାଗୁଛି। ଏଇଠି ଏତେ ଖୁସି ଲାଗୁଛି, ଯେତେ ବି ମନରେ ଦୁଃଖ କଷ୍ଟ ଅଛି ଆପଣମାନଙ୍କର ସବୁ ସେଇ ଦୁଃଖ କଷ୍ଟ ପୁରା ଦୂର ହେଇଯିବ। ଏତେ ବେଟର୍ ଫିଲ୍ ଲାଗିବ। ଆଉ ଆସନ୍ତୁ ଥରେ ଏ ମନ୍ଦିରରେ ଦର୍ଶନ କରନ୍ତୁ। ଆଉ କ'ଣ କହିବି, ମୁଁ ତ ପୁରା ଇମୋସନାଲ୍ ହେଇଯାଇଛି ହେଲା, ମୁଁ କିଛି ବି କହିପାରୁନି। ଆଉ ଦେଖନ୍ତୁ କେମିତି ବସିଛି ସେ ମାଙ୍କଡ଼ଟା, କିଛି ବି ଡରିବେ ନାହିଁ ପୁରା। ଠିକ୍ ଅଛି ସାଙ୍ଗମାନେ। ଆଉ ମୋର ଆଉ କ'ଣ କହିବି ସାଙ୍ଗମାନେ, ଏ ଦେଖନ୍ତୁ କେମିତି ବସିଛି ସେ ମାଙ୍କଡ଼। ଦେଖନ୍ତୁ ମାନେ ଜମା ବି ଡରିବେନି, ପୁରା ତ ନିଜ ପୁରା ମାନେ ପାଖକୁ ଆସିବେ, ହାତ ଗୋଡ଼ ପୁରା ଛୁଇଁଲା ଭଳିଆ ଆସିବେ, କିଛି ଡର ଭୟ ନାହିଁ। ଆଉ ବହୁତ ଭଲ ଲାଗୁଛି ଆମେ ତାଙ୍କୁ ଖାଦ୍ୟ ଦେଇକି ତାଙ୍କ ସହିତ ଟାଇମ୍ ସ୍ପେଣ୍ଡ କରିକି ବହୁତ ଭଲ ଲାଗୁଛି। ଗାଇସ୍ ପୂର୍ଣ୍ଣିମା ଚଲେଇଛି ତାଙ୍କର ଦିଆଦି। ଠିକ୍ ଅଛି ସାଙ୍ଗମାନେ। ଆଉ ମୁଁ କ'ଣ କହିବି, ଏଇ ଦେଖନ୍ତୁ କ'ଣ ଚଲେଇଛି, ଏଇ ଦେଖନ୍ତୁ ମସ୍ତି ଲାଗୁଛି। ବିସ୍କିଟ୍ ଧରିଛି ହାତରେ ଆଉ ଚଲେଇଛି ଆଉ। ଖା ବିସ୍କିଟ୍ ଖା। ଗୋଡ଼ ଲମ୍ବେଇଛି, ଗୋଡ଼ ଲମ୍ବା ବିସ୍କିଟ୍ ଖା। ନାନୀଟା ବିସ୍କିଟ୍ ଖାଇବ ଏବେ। ବିସ୍କିଟ୍ ଖା। ଏଇ ଦେଖନ୍ତୁ ଆଜି ସଂକ୍ରାନ୍ତି, ଲୋକ ବି ଭିଡ଼ ହେଇଛନ୍ତି ମନ୍ଦିରରେ। ବହୁତ ସାରା ମନ୍ଦିର ମାନେ ବହୁତ ଲୋକ ଭିଡ଼ ହେଇଛନ୍ତି। ଆମେ ତ ସକାଳେ ଯାଇଥିଲୁ, ଏତେ ଲାଇନ୍ ଲମ୍ବି ଥିଲା ଯେ ଆଉ କ'ଣ କହିବି। ଆଉ ସେଇ ତ ଟିକେ ଡେରି ହେଇଯାଇଛି। ଏ ଦେଖନ୍ତୁ ଦଳ ଯାକ ପୁରା କେମିତି ବସିଛନ୍ତି, ପୁରା ଦଳ ହେଇକି। ଠିକ୍ ଅଛି ସାଙ୍ଗମାନେ, ଆଉ ଭିଡ଼ିଓକୁ ମୁଁ ଏଇଠି ରଖୁଛି। ଆଉ ଯଦି ପସନ୍ଦ ଲାଗିଲା ତ ଭିଡ଼ିଓକୁ ଲାଇକ୍ କରିବେ, କମେଣ୍ଟ କରିବେ, ଆଉ ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ଠିକ୍ ଅଛି। ଟାଟା ବାଏ ବାଏ।